ନମସ୍କାର। ଏଇ ଗତ କିଛି ଦିନ ହବ ଗୋଟେ ନୂଆ ଜିନିଷଟେ ସାରା ଓଡ଼ିଶାରେ ଘୁରି ବୁଲୁଛି। ତାହା ହେଉଛି ଗୋଟିଏ ତଥ୍ୟ, ଗୋଟେ କଥା। ପୁରୀ ସହର ତଳେ ଆଉ ଏକ ସହର କିମ୍ବା ଘରର ସମୂହ, ଏହାର କିଛି ଠାବ ମିଳିଛି ବୋଲି କଥା ଚାଲିଛି। କିଛି ଖବରକାଗଜରେ ମଧ୍ୟ ସେଇଭଳିଆ କିଛି ଖବର ମଧ୍ୟ ଛାପା ହେଇଛି। କୁଆଡ଼େ ଜିପିଆର ଯୋଉ ଟେଷ୍ଟିଂ ମାଧ୍ୟମରେ ୟାର ଖବରଟିଏ ପାଇଛନ୍ତି ବୋଲି କିଛି ତଥ୍ୟ ଆସୁଛି। ତେବେ ଏସବୁ ସମ୍ପର୍କରେ ଯେ ସେଇ ଜିପିଆର ତଥ୍ୟ କ'ଣ, କେମିତି ଏହି ପ୍ରକାର ତଥ୍ୟ ସଂଗ୍ରହ କରାଯାଏ, ବାସ୍ତବରେ ଆମର ଯୋଉ ତଥ୍ୟ ସଂଗ୍ରହ କରାହେଇଛି ତାହା ସମ୍ପୂର୍ଣ୍ଣ ରୂପେ ଯେତିକି ତଥ୍ୟ ସଂଗ୍ରହ କରିବା କଥା ସେଗୁଡ଼ିକ ହେଇଛି ନା ନାହିଁ, ଏଭଳିଆ ବିଭିନ୍ନ କଥାକୁ ନେଇ ଆଜି ଆମେ ଆଲୋଚନା କରିବା ଆମର ଅତି ପ୍ରିୟ ବନ୍ଧୁ ଇଞ୍ଜିନିୟର ସୁନୀଲ ବିଶ୍ୱାଳ, ଯାହାଙ୍କର ପରିଚୟ ଇତିହାସ ଚ୍ୟାନେଲ ଯୋଉ ହିଷ୍ଟ୍ରି ଯୋଉ ଚ୍ୟାନେଲଟା ବର୍ତ୍ତମାନ ଚାଲିଛି କଳିଙ୍ଗ ଇତିହାସ, ସେଇଥିରେ ସେ ଯୋଉ ଗବେଷଣା କରି ଚାଲିଛନ୍ତି, ଯୋଉ ଗବେଷକମାନଙ୍କ ସହିତ କଥା ହେଉଛନ୍ତି, ସେମାନଙ୍କର ଆଧାରରେ ସେ ବର୍ତ୍ତମାନ ଓଡ଼ିଶାର ଯୋଉ କଳିଙ୍ଗର ଯୋଉ ଐତିହ୍ୟ ରହିଛି ତା ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ କରିଛନ୍ତି। ତା ସହିତ ସେ ହେଉଛନ୍ତି ଟେକ୍ନିକାଲି ସାଉଣ୍ଡ, ସେ ହେଉଛନ୍ତି ହାମ୍ ରେଡ଼ିଓ ଅପରେଟର। ତେଣୁ ଏଇଭଳିଆ ଯେଉଁ ଗୋଟେ ବ୍ୟକ୍ତିତ୍ୱ, ତାଙ୍କଠାରୁ ଆମେ ନିଶ୍ଚିତ ଭାବରେ ଜାଣିବାକୁ ଚାହିଁବା ଏଇ ଯେଉଁ ଜିପିଆର ଟେଷ୍ଟିଂ କ'ଣ, କେତେ ଦୂର କ'ଣ ଠିକ୍। ଆଉ ସୁନିଲ ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ, ଏବଂ ଆମର ଶ୍ରୋତାଙ୍କୁ ଆମେ ଶୁଣିବାକୁ ଚାହିଁବୁ ଏଇ ଯେଉଁ ଟେଷ୍ଟିଂଟା କ'ଣ, ଏବଂ ପୁରୀ ତଳେ ବାସ୍ତବରେ ଆଉ ଗୋଟେ ସହର ଆମେ ପାଇବା ତ। ଆ, ରେଡିଓ କୋରାପୁଟର ସମସ୍ତ ଶ୍ରୋତା ମାନଙ୍କୁ ବା ଦର୍ଶକ ମାନଙ୍କୁ ମୋର ନମସ୍କାର। ଆଜି ଆମେ ଯୋଉ ବିଷୟରେ କଥା ହେବା ପାଇଁ ଯାଉଛନ୍ତି ସେଇଟା ହଉଛି ଜିପିଆର ଯୋଉ ସର୍ଭେ। ସେ ଜିପିଆର ସର୍ଭେ ବିଷୟରେ ଆଜି ଆମର ମୁଖ୍ୟତଃ ଆଲୋଚନାର ବିଷୟବସ୍ତୁ ରହିବ। ଜିପିଆର ର ପୁରା ଏକ୍ସପାଣ୍ଡେଡ ଫର୍ମ ହଉଛି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ହେଲା। ଯଦି ଆମେ ଜିପିଆର କୌଶଳକୁ ବୁଝିବା ପାଇଁ ହେଲେ ଆମକୁ ପ୍ରଥମେ ବୁଝିବା ପାଇଁ ହେଉଛି ରାଡାର ଟା କ'ଣ। ଜିପିଆର ଆର ହଉଛି ରାଡାର। ତ ରାଡାର କହିଲେ କ'ଣ? ରାଡାର ଟା ବହୁତ ପୁରୁଣା ବ୍ୟବସ୍ଥା ବା ପୁରୁଣା ଟେକ୍ନୋଲୋଜି ବୋଲି ଆମେ କହିପାରିବା। ପାଖାପାଖି 1935 ମସିହାରେ ଏଟା ବ୍ୟବହାର ଆରମ୍ଭ ହୋଇଥିଲା। ରାଡାର ହଉଛି ଗୋଟେ ବହୁତ ବଡ ଟର୍ମର ସର୍ଟ ଫର୍ମଟା RADAR, ରେଡିଓ ଡିଟେକ୍ସନ ଆଣ୍ଡ ରେଞ୍ଜିଂ। ମାନେ ରେଡିଓ ୱେଭ୍ କୁ ବ୍ୟବହାର କରିକି ଆମେ କୌଣସି ଅଜଣା ବସ୍ତୁକୁ ଠାବ କରିବା ଏବଂ ସେ ଆମକୁ କେତେ ଦୂରରେ ଅଛି ତାକୁ ମାପିବା। ମୌଳିକ ଭାବରେ ଏଇଟା ହଉଛି ତାର ମାନେ। 1935 ମସିହାରେ ଯେତେବେଳେ ଏଟା ପ୍ରଥମେ ବ୍ୟବହାରକୁ ଆସିଲା, ସେତେବେଳେ ମୁଖ୍ୟତଃ ଶତ୍ରୁ ପକ୍ଷର ବିମାନ କୁ ଠାବ କରିବା ଏବଂ ସେମାନେ ଆମଠୁ କେତେ ଦୂରରେ ଅଛନ୍ତି ଏବଂ କେତେ ଜୋରରେ ଆମ ଆଡ଼କୁ ଆସୁଛନ୍ତି ସେଇଟା ଜାଣିବା ପାଇଁ ଆମେ ଏଟାକୁ କାମରେ ଲଗାଉଥିଲେ। ପ୍ରତ୍ୟେକ ଦେଶ ଯୋଉମାନେ ଯୁଦ୍ଧରେ ଲିପ୍ତ ଥିଲେ ସେଇ ଦେଶମାନେ ଏଇ ଯୋଉ ଟେକ୍ନୋଲୋଜିଟାକୁ କାମରେ ଲଗାଉଥିଲେ। ତ ଯେତେବେଳେ ଆମେ ରେଡିଓ କହିବା, ରେଡିଓ ହଉଛି ଇଲେକ୍ଟ୍ରୋମାଗ୍ନେଟିକ ୱେଭ୍ ଏବଂ ସେଇ ରାଡାରଟା ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ମ ଫୋର୍ସେସ୍ ବ୍ୟବହାର କରୁଥିଲେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ମେଟ୍ରୋଲୋଜିକାଲ ଷ୍ଟଡି ପାଇଁ ବ୍ୟବହାର କରାଗଲା। ପ୍ଲସ୍ ଆଜିକାଲି ଯୋଉ ଏୟାରପୋର୍ଟରେ ବି ଲାଗୁଛି ସିଭିଲିଆନ ଏୟାରକ୍ରାଫ୍ଟର ଯୋଉ ଏୟାର ଟ୍ରାଫିକ କଣ୍ଟ୍ରୋଲ, ସେଥିରେ ବ୍ୟବହାର ହଉଛି। ତେବେ ୟାର ଗୋଟିଏ ସଂସ୍କରଣ ଯାହା ବିଷୟରେ ଆଜି ଆମେ କଥାବାର୍ତ୍ତା ହବା ସେଇଟା ହଉଛି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର। ମାନେ ସେ ରାଡାରଟା ଆକାଶ ଆଡକୁ ଅନଉଥିଲା। ଏଇ ଯୋଉ ରାଡାରଟା କିନ୍ତୁ ମାଟି ତଳକୁ ଆମେ ସର୍ବେକ୍ଷଣ କରିବା ପାଇଁ ବ୍ୟବହାର କରିବା। ଏଥିରେ ରେଡିଓ ଯୋଉ ବିମ୍ ଟାକୁ ଆମେ କଣ କରିବା, ମାଟି ଭିତରକୁ ଛାଡିବା। ଆଚ୍ଛା, ତା ପୂର୍ବରୁ ଆଉ ଟିକେ ସରଳ ଭାବରେ ବୁଝିବା ଯେ ରାଡାରଟା କହିଲେ କ'ଣ। ଅନେକ ସ୍ଥାନରେ ଯଦି ଆମ ସାମ୍ନାରେ କୌଣସି ଗୋଟେ କାନ୍ଥ ଅଛି ବା ଆଉ ଗୋଟେ ପାହାଡର କ୍ଲିଫ୍ ଅଛି ଗୋଟେ, ଆମେ ଯଦି ଗୋଟେ ତାଳି ମାରିବା ତାହେଲେ ସେ ତାଳିର ଗୋଟେ ପ୍ରତିଧ୍ୱନି ଆମ ପାଖକୁ ଫେରି ଆସିବ। ଯଦି କାନ୍ଥଟା ପାଖରେ ଅଛି ତାହେଲେ ପ୍ରତିଧ୍ୱନି ଶୀଘ୍ର ଆସିବ, ଯଦି ଦୂରରେ ଅଛି ପ୍ରତିଧ୍ୱନି ଟିକେ ଡେରିରେ ଆସିବ। ତେଣୁ ଆଖି ବନ୍ଦ କରିକି ଯଦି ଆମେ ସେଇ ଜାଗାରେ ତାଳି ମାରିବା, ଆମେ ଗୋଟେ ଅନ୍ଦାଜ ଅନୁମାନ କରିପାରିବା ଯେ ଆମଠୁ କେତେ ଦୂରରେ ସେ ଯୋଉ ଅବଷ୍ଟ୍ରକ୍ସନଟା କାନ୍ଥଟା ଅଛି। ସେମ୍ ଜିନିଷ ଆମେ ଇଲେକ୍ଟ୍ରୋମାଗ୍ନେଟିକ ୱେଭ୍ ବ୍ୟବହାର କରିକି ଆମେ କରୁଛୁ। ଏବଂ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାରରେ ଆମେ କ'ଣ କରିବା ନା, ଗୋଟେ ରେଡିଓ ୱେଭ୍ ଟାକୁ ମାଟି ତଳକୁ ଛାଡିବା।
ଆଉ ପୁଣି ତାକୁ ପରେ ଆଉ ଥରେ ଶୁଣିବା ତାକୁ, ସେଟା କୌଣସି ଯଦି ବସ୍ତୁରେ ବାଜିକି ଯଦି ଫେରି ଆସିବ, ତାହେଲେ ଆମେ ଜାଣିପାରିବା ଯେ ଏଠି ମାଟି ଭିତରେ କିଛି ଗୋଟେ ବସ୍ତୁ ଅଛି। କଣ ଅଛି ଆମେ ଜାଣିନାହାନ୍ତି, କିଛି ଗୋଟେ ବସ୍ତୁ ଅଛି। ଆଚ୍ଛା, ତ ଏଇ ଯୋଉ ଟେକ୍ନୋଲୋଜିଟା ଏବେ ବହୁତ ନୀତିଦିନିଆ ଟେକ୍ନୋଲୋଜିରେ ପରିଣତ ହେଇଛି। ଉଦାହରଣ ସ୍ୱରୂପ, ମୋର ଯୋଉ ମୋ ପାଖରେ ଯୋଉ କାମ କରୁଥିବା ଶ୍ରମିକ ମାନଙ୍କ ଭିତରେ ଯୋଉମାନେ ଅର୍ଦ୍ଧକୁଶଳୀ ଶ୍ରମିକ, ସେମାନଙ୍କୁ ଆମେ ରାଡାର ଜିପିଆର, ଯୋଉଟା ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର, ତାର ଗୋଟେ ମୌଳିକ ରୂପ ଆମେ ସବୁଦିନ କାମରେ ବ୍ୟବହାର କରୁଛୁ। ଯେତେବେଳେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଆମକୁ ଗୋଟେ କେବୁଲ ଲେ କରିବା ପାଇଁ ପଡିବ, ଆମକୁ ଖୋଳିବା ପାଇଁ ପଡିବ, କାଳେ ମାଟି ତଳେ ଆଗରୁ ଗୋଟେ ପାଇପ୍ ଥିବ କି ଆଗରୁ ଗୋଟେ କେବୁଲ ଥିବ, ଆମେ ଯଦି ତାକୁ ଯଦି ଖୋଳିଦେବା, ମେସିନ ଲଗେଇ ହଉ ବା ଶାବଳ ଲଗେଇ ହଉ ବା ଗଇଁତରେ ଯଦି ଖୋଳିଦେବା, ତାହେଲେ ବହୁତ ବଡ ଦୁର୍ଘଟଣା ହବ। ମାନେ ହୁଏତ ଇଲେକ୍ଟ୍ରିକ୍ୟୁସନ ହେଇକି ଜଣେ ଲୋକର ଜୀବନ ଚାଲିଯିବ। ତେଣୁ ଆମେ କୌଣସି କେବୁଲ ଖୋଳିବା ପୂର୍ବରୁ ଗୋଟେ ଛୋଟ ରାଡାର, ସେ ଯୋଉ ଜିପିଆର ଡିଭାଇସ ଧରିକି ଆମର ଜଣେ ଲୋକ ଯିବ, ଯାଇକି ଆରମ୍ଭରୁ ଶେଷ ଯାଏ ସେ ଗୋଟେ ଚାଲି ଚାଲି ଖାଲି ଯାଇକି ଦେଖିଯିବ। ଯଦି ମାଟିର 1.5 ମିଟର ତଳେ ଯଦି କୌଣସି ବସ୍ତୁ ଅଛି, ପାଇପ୍ ହେଇଥାଇପାରେ ବା କେବୁଲ ହେଇଥାଇପାରେ, ତାହେଲେ ସେ ମେସିନରୁ ଆମେ ଜାଣିଦେବୁ। ତ ଆମେ ସତର୍କ ହେଇ ଖୋଳିବୁ। 1.5 ମିଟର ପର୍ଯ୍ୟନ୍ତ ତାର ପେନିଟ୍ରେସନ। ନାଇଁ, ମାନେ ଆମେ ଯୋଉଟା ବ୍ୟବହାର କରୁଛୁ, ଆମେ ତ କେବୁଲଟା ଖୋଳିବୁ 1.5 ମିଟର ନା, ତାଠୁ ତ ଅଧିକା ଯାଏ ଆମର ଦରକାର ନାହିଁ ନା। ତେଣୁକରି ଆମର ଯୋଉ ମେସିନଟା ସେଟା ମାତ୍ର 1.5 ମିଟର ଯାଏ। ପୁରୀ ମନ୍ଦିରରେ ଯୋଉ ଜିପିଆର ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାରଟା ବ୍ୟବହାର ହେଇଛି, ସେଇଟା ଅ, ପାଖାପାଖି 10 ମିଟର ପର୍ଯ୍ୟନ୍ତ ସିଏ ସର୍ଭେ କରିପାରିବ, କିନ୍ତୁ ପୁରୀ ମନ୍ଦିରରେ ମାତ୍ର 5 ମିଟର ପର୍ଯ୍ୟନ୍ତ ସର୍ଭେ କରାଯାଇଛି, କାରଣ ସେତିକି ପର୍ଯ୍ୟନ୍ତ ହିଁ ଖୋଳିବାର ଅଛି। ଏବଂ ପୁରୀ ମନ୍ଦିର ଚାରିପାଖରେ ଯୋଉ ମେଘନାଥ ପାଚେରୀ, ତାର 75 ମିଟର ପେରିଫେରି ପର୍ଯ୍ୟନ୍ତ ଯୋଉ ଇଲାକା, ଯୋଉ ବଳୟ ଗୋଟେ, ସେଇ ବଳୟ ଭିତରେ କେବଳ ସର୍ବେକ୍ଷଣ କରାଯାଇଛି, ତା ବାହାରକୁ ନୁହେଁ କି ମନ୍ଦିର ଭିତରକୁ ନୁହେଁ। ବର୍ତ୍ତମାନ ଆସିବା ଯେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ରେ କଣ କଣ ତଥ୍ୟ ମିଳିବ। ଯେ ଆମେ ସେଟା କୁହାଯାଉଛି ଯେ ଆନୋମାଲି ବା ଡିସ୍କ୍ରିପାନ୍ସି, ବା ମାଟିର ସାଧାରଣ ଯଦି ମାଟି ଥାନ୍ତା, ତାହେଲେ ଆମେ ଯୋଉ ଭଳିଆ ରେସ୍ପନ୍ସ ପାଇଥାନ୍ତେ ଯୋଉ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଇଲେକ୍ଟ୍ରୋମାଗ୍ନେଟିକ ୱେଭରୁ, ଯଦି ତା ତଳେ ଯଦି କୌଣସି ଅବଜେକ୍ଟ ଯଦି ରହିଯିବ, ତାହେଲେ ରିଫ୍ଲେକ୍ଟେଡ ୱେଭରୁ ଆମେ ଜାଣେ ଯେ କଣ ଗୋଟେ ଭିତରେ ଅଛି। କଣ ଅଛି ଭିତରେ ନା, ଯୋଉଠି ସେ ଯୋଉ ଇଏଟା ଆସିଲା, ଯୋଉଠି ଆମକୁ ସେ ଯୋଉ କିଛି ଲାଗିଲା ଯେ ଏଇଠି କିଛି ଅଛି, ତେଣୁ ସେ ତାର ଚାରିପାଖକୁ ଆମେ ଯିବା, ଏପଟୁ ଥରେ ଯିବା, ନା ଏପଟୁ କିଛି ମିଳୁନି, ଏପଟକୁ ଯିବା, ନା ଏପଟୁ କଣ୍ଟିନ୍ୟୁଟି ହଉଛି। ତ ଏମିତି କେତେ ବାଟ କଣ୍ଟିନ୍ୟୁଟି ହଉଛି, ସେଇଥିରୁ ଆମେ ଅନୁମାନ କରିବା ଯେ ଏଟା କଣ ହେଇପାରେ। ଏଟା ଫାଉଣ୍ଡେସନ ହେଇପାରେ, ଗୋଟେ କାନ୍ଥ ହେଇପାରେ, ଗୋଟେ ଟନେଲ ହେଇପାରେ। ଏବଂ ଯେହେତୁ ଆମେ 3 ଡାଇମେନସନାଲ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ବ୍ୟବହାର କରୁଛୁ, ତାହେଲେ ଆମକୁ ଗୋଟେ ଭିତରେ ଲୁଚିକି ରହିଥିବା କୌଣସି ଗୋଟେ ଜିନିଷ ବିଷୟରେ ଗୋଟେ 3 ଡାଇମେନସନାଲ ଅନ୍ଦାଜ ଗୋଟେ ଆମକୁ ମିଳିବ ଗୋଟେ। ତାପରେ ସେଇଟା କଣ, ସେଇଟା ଆମେ ଆମର ଆମର ଇଣ୍ଟରପ୍ରିଟେସନ ଟାକୁ ଆମେ ଲଗେଇକି ଆମେ ତାକୁ କହିବା ଯେ ଏଇଟା ଗୋଟେ ହୁଏତ ଟନେଲ ହେଇଥାଇପାରେ। ଆଉ ଯଦି ଖାଲି ଗୋଟିଏ ଜାଗାରେ କିଛି ଗୋଟେ ସିଗ୍ନାଲ ମିଳୁଛି, ତା ମାନେ ସେଇଟା କଣ ହବ, ଗୋଟେ ହୁଏତ ଗୋଟେ ମୂର୍ତ୍ତି ହେଇପାରେ, ସମଥିଙ୍ଗ ଗୋଟିଏ ଅବଜେକ୍ଟ ହେଇପାରେ। କିନ୍ତୁ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ବ୍ୟବହାର କରିକି ଆମେ କହିପାରିବାନି ଯେ ସୁନା ଅଛି, ରୂପା ଅଛି। ନ, ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସେଭଳିଆ ଆବିଲିଟି ନାହିଁ। ଦୁଇରେ, ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର କିଛି ଲିମିଟେସନ୍ସ ଅଛି। କଣ ଲିମିଟେସନ୍ସ ଅଛି ନା, ଯୋଉ ଜାଗାରେ ଆମେ ସର୍ଭେ କରୁଛୁ, ଯଦି ସେ ଜାଗାରେ ଆଗରୁ କୌଣସି ପାଇପର ନେଟୱାର୍କ ଅଛି, ତାହେଲେ ଆମେ ଯୋଉ ଆର୍କିଓଲୋଜିକାଲ ରିମେନ୍କୁ ଖୋଜୁଛୁ ସେଇଟା ଆମେ ଜାଣିପାରିବା ନାହିଁ, ଏଇଟା ଆମକୁ ଇଣ୍ଟରଫରେନ୍ସ କରିବ। ଦୁଇରେ, ଯଦି ଅଲରେଡି କୌଣସି ଇଲେକ୍ଟ୍ରୋମାଗ୍ନେଟିକ ଇଣ୍ଟରଫରେନ୍ସ ସେଇ ଜାଗାରେ ଯଦି ଅଛି, ତାହେଲେ ବି ଆମେ ତାର ଯୋଉ ରେଜଲ୍ଟ ପାଇବା ସେଇଟା ବି ଇନ୍ଆକ୍ୟୁରେଟ ହେଇଯିବ। କିନ୍ତୁ ପୁରୀରେ ସେଇଭଳିଆ କୌଣସି ସମସ୍ୟା ହେଇନାହିଁ। ଯୋଉ ଆମେ ଯୋଉ ସର୍ବେକ୍ଷଣ ଏରିଆରେ ଯୋଉଟା କଲେ, ଯୋଉ ଯାହା ଯାହା ଆମେ ପାଇଲେ, ଇଟ୍ ଇଜ ୱେଲ୍ ଡକୁମେଣ୍ଟେଡ। ଯଦିଓ ମୁଁ ଆଜି ସେଇ ଯୋଉ ରିପୋର୍ଟର କିଛି ଅଂଶ ମୁଁ ଦେଖିବା ପାଇଁ ପାଇଲି, ଏବଂ ସେଇ ରିପୋର୍ଟରେ ସେଇଆ ହିଁ କଥା ହିଁ ଲେଖା ହେଇଛି ଯେ ସେମାନେ ସେଇ ଯୋଉ 75 ମିଟର ଯୋଉ ବଳୟ, ତାକୁ ସେମାନେ ସେଗମେଣ୍ଟ ସେଗମେଣ୍ଟ କରିଦେଇଛନ୍ତି, ଏବଂ ପ୍ରତ୍ୟେକ ସେଗମେଣ୍ଟରେ କଣ କଣ ଅଛି ସେମାନେ ଗୋଟେ ଅନୁମାନ ଗୋଟେ କହିଛନ୍ତି ଯେ ଏଇଟା ଥାଇପାରେ, ସେ ଥାଇପାରେ। କିନ୍ତୁ ପୁଣି ଯଦି ଆମେ ଫେରି ଆସିବା ଯେ ସମୁଦ୍ର ଯାଏ ଟନେଲ, ଏଇଟା ଖାଲି ଗୋଟେ ଅନୁମାନ, ପ୍ରମାଣ ସିଦ୍ଧ ନୁହେଁ। ଆମେ ତ ସମୁଦ୍ର ଯାଏ ସର୍ଭେ କରିନାହାନ୍ତି, ତେଣୁ କେମିତି ଜାଣିବା ସମୁଦ୍ର ଯାଏ ଅଛି ବୋଲି। ଆମର ଜ୍ଞାନ ହଉଛି କେବଳ 75 ମିଟର ଭିତରେ। ସେ 75 ମିଟର ଭିତରେ ଯାହା ଯାହା ଆମେ ଦେଖିଲୁ, ତାକୁ ଆମେ ନିଜେ ନିଜେ ଭାବୁ, ମନରେ ଚିନ୍ତା କରିକି ଆମେ ଅନୁମାନ କରୁଛୁ ଏହା ଥାଇପାରେ।
କିନ୍ତୁ ସେଟା ଗୋଟେ ପ୍ରମାଣ ସିଦ୍ଧ ଫାଇଣ୍ଡିଂ ନୁହେଁ। ଆଉ ସ୍ୱାଭାବିକ ଭାବରେ ପୁରୀ ଯେହେତୁ ଗୋଟେ ପ୍ରାଚୀନ ସହର, ନିଶ୍ଚିତ ଭାବରେ ମାଟି ତଳେ ଅନେକ ପୁରୁଣା ଅ, ମ- ଘର କୁହନ୍ତୁ, ମନ୍ଦିର କୁହନ୍ତୁ ବା କୌଣସି ପ୍ରତ୍ନତାତ୍ତ୍ୱିକ ଅବଶେଷ କୁହନ୍ତୁ, ତାର ଥିବାଟା କିଛି ବିଚିତ୍ରତା ନାହିଁ ସେଥିରେ। ତେବେ ୟାର ପରବର୍ତ୍ତୀ ଟେଷ୍ଟିଂ ଟା କୋଉ ପ୍ରକାର ଭାବରେ ହେବା କଥା? ତାର See, ଆଡଭାନ୍ସ ଆଉ ଜଣେ କିଛି ଅଛି ଟେକ୍ନିକ୍ସ? ଜଣେ ଜଣେ ସାଧାରଣ ଲୋକ ଏଇ ସବୁ ଟେକ୍ନୋଲୋଜିକୁ ବୁଝୁଥିବା ଜଣେ ସାଧାରଣ ଲୋକ ବିଷୟରେ ମୋର ଏଥିରେ ଗୋଟେ ମନ୍ତବ୍ୟ ହେଉଛି ଯେ ଯେତେବେଳେ ଆମେ ସେଇ ଯୋଉ 75 ମିଟର ବଳୟଟାକୁ ଯେତେବେଳେ ଆମେ ଜିପିଆର ଷ୍ଟଡି କଲେ ଏବଂ ତାକୁ ଏକ୍ସକାଭେସନ ବି କଲେ, ତାପରେ ଆଉ ଥରେ ସର୍ଭେ କରିବାର ଥିଲା। ମୁଁ ଜାଣିନି ହେଇଛି ହେଇନି ମୁଁ ଜାଣିନି, କିନ୍ତୁ ଯଦି କରାଯାଇଥିବ ନିଶ୍ଚିତ ଭଲ, କାହିଁକି ତା ତଳ ପର୍ଯ୍ୟନ୍ତ ଆମେ ଗୋଟେ ଜ୍ଞାନଟେ ପାଇଯିବା। ଆଉ ଥରେ ଯଦି ଆମେ ତାକୁ କଭର କରିଦବା ଏବଂ ସେଥିରେ ପେଭମେଣ୍ଟ କରିଦବା, ତାହେଲେ ଆମକୁ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ ଫର୍ଦର କରିବା ପାଇଁ ଆମକୁ କଷ୍ଟ ହେବ। ତେଣୁ ଆଶା କରୁଛି ସେମିତି ଗୋଟେ ଷ୍ଟଡି କରାଯାଇଥିବ ବୋଲି। ହେଲା। ଏବଂ ଏପର୍ଯ୍ୟନ୍ତ ମୁଁ ଯାହା କହିଲି, ମୁଁ ଜଣେ ସାଧାରଣ ନାଗରିକ ହିସାବରେ ମୁଁ ଯାହା ଭାବୁଛି ସେୟା କହିଲି। ମୁଁ ଯାହା କହୁଛି ସେଇଟା ଅନ୍ତିମ ସତ୍ୟ ବୋଲି ମୁଁ ଦାବି କରୁନାହିଁ। ୟାର ଆଉ କିଛି ଆଡଭାନ୍ସ ଟେକ୍ନୋଲୋଜି ଅଛି ଯୋଉଟା କି ଜିପିଆର ଠୁ ଆଉ ଟିକେ ଅଧିକା, ଯାହାକି ମାନେ ଟେଷ୍ଟିଂରେ ବେଟର ଟେଷ୍ଟିଂ କରିପାରିବ? ନାଇଁ, ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଠାରୁ ବେଟର ଟେକ୍ନୋଲୋଜି ଆପାତତଃ ବର୍ତ୍ତମାନ କିଛି ନାହିଁ। କିନ୍ତୁ ଆଜିକାଲି ଭାରି ଏଇଠି ଗୋଟେ ମାନେ ଇଣ୍ଟରେଷ୍ଟିଂ କଥା ମୁଁ କହିବା ପାଇଁ ଚାହୁଁଛି। ଆଗରୁ ଅନେକ ସମୟରେ କ'ଣ ହୁଏ, କୋରାପୁଟରୁ ସୁନାଡା ଭିତରେ ଟେଲିଫୋନ ନେଟୱାର୍କ ଛିନ୍ନ ହେଇଯାଏ। କାହିଁକି ନା କୋଉଠି ଜଣେ କିଏ ଗୋଟେ ଏସ୍କାଭେଟରରେ ଖେଳୁଥିଲା, ଅଣ୍ଡରଗ୍ରାଉଣ୍ଡ ହୁଁ। କେବୁଲଟାକୁ ଛିଡେଇ ଦେଇଛି। ଆଜିକାଲି ଯୋଉ ଏସ୍କାଭେଟର ଆସୁଛି ସେ ବକେଟରେ ହିଁ ଲାଗିଛି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର। ତେଣୁ ଖୋଳିବା ପୂର୍ବରୁ ସିଏ ଜାଣିଦବ ଯେ ଭିତରେ କ'ଣ ଅଛି। ତେଣୁ ତା ହାଇଡ୍ରୋଲିକ ମେକାନିଜମ ରହିଯିବ, ଗୋଟେ ଆଲର୍ଟ ସିଗ୍ନାଲ ଦବ। ତେଣୁ ଏଇ ଯୋଉ ସ୍ମାର୍ଟ ଏସ୍କାଭେଟର ଅଲରେଡି ଅଲରେଡି ରିଏଲିଟି। ହଁ। ଆଉ ମାନେ ମୁଁ ଯଦି ଫେରି ଆସିବି ଯାହା ଆପଣ ମତେ ପଚାରିଲେ ଯେ ୟାଠୁ ବେଟର ଟେକ୍ନୋଲୋଜି କ'ଣ, ମୁଁ ଜାଣିବାରେ କିଛି ନାହିଁ। ଆମେ ହୁଏତ ଏଇ ଟେକ୍ନୋଲୋଜିଟା ଆଉ ଟିକେ ରିଫାଇନ୍ କରିପାରିବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସ୍ଡ କରିକି ଆମେ କରିପାରିବା, କିନ୍ତୁ ତା ପାଇଁ ଟିକେ ସମୟ ଦରକାର ଟିକେ। ଆପାତତଃ ମୁଁ ଜାଣିବାରେ କିଛି ନାହିଁ, ହୁଏତ ଥାଇପାରେ, ହୁଏତ ତେଣୁ ଥାଇପାରେ। ଆମର ଆବଶ୍ୟକତା ରହିଛି ଆଉ କିଛି ଯଦି ଟେକ୍ନୋଲୋଜି ଅଛି କିମ୍ବା ସେଇଭଳିଆ ଜାଣିଥିବା ଲୋକମାନଙ୍କର ଇଣ୍ଟରଭେନସନ, କାରଣ ଗୋଟେ ଆଭାସ ପାଇଲା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଟିକେ କେମିତି ତାକୁ ବାସ୍ତବରେ କ'ଣ ଅଛି କ'ଣ ନାହିଁ ସେଗୁଡ଼ିକ ଆଲୋଚନା କରିବାର ନାଇଁ, ପ୍ରଥମ ଆବଶ୍ୟକତା କଥା ରହିଛି। ହଉଛି ଯେ ପୁରୀ ପୁରୀ କଣ୍ଟେକ୍ସଟ ଆମେ ଯଦି ପୁଣି ଫେରିଯିବା, ପୁରୀ ମନ୍ଦିରର ତଳେ ଆମେ କୌଣସି ଷ୍ଟଡି କରିନାହାନ୍ତି। ହୁଁ। ମେଘନାଦ ପାଚେରୀ ବାହାରେ, ବାହାରେ। ମେଘନାଦ ପାଚେରୀ 75 ମିଟର ଭିତରେ, ସେଥିରେ ଆମେ କିଛି ସଂକେତ ପାଇଲେ। ତେଣୁ ପୁରୀ ସହର ଗୋଟେ ଲାଇଭ ସିଟି। ତେଣୁ ଲାଇଭ ସିଟି ଭିତରେ ଯଦି ବି ଥାଏ, ଆମେ ତାକୁ ଏକ୍ସକାଭେସନ କରି କିଛି କରିପାରିବା ନାହିଁ ନା। ତେଣୁ ଏଇଟା ଗୋଟେ ଆପାତତଃ ଅସମାହିତ ପ୍ରଶ୍ନ ହେଇକି ରହିବ ଆମ ପାଇଁ। କିଛି ଜାଗାରେ ଖୋଳା ଯାଇପାରେ ଯୋଉ ଜାଗାରେ କିଛି କନଷ୍ଟ୍ରକ୍ସନ ହେଇନାହିଁ, ହଁ, ନିଶ୍ଚୟ ସେଗୁଡ଼ିକର ନିଶ୍ଚୟ। ଏବେ କିଛି ଯଦି ଇଏ ପରିକ୍ରମା କରାଯାଏ। ପ୍ର- ପରିକ୍ରମା ପ୍ରକଳ୍ପଟେ ହେଇପାରିବ ବୋଲି କେହି ଜାଣିନଥିଲେ, କିନ୍ତୁ ଆଜି ଆମେ ସେଟା ରିଏଲିଟି ହେଇଗଲା। ତେଣୁ ସରକାର ଚାହିଁଲେ ବା ସେଇଭଳିଆ ଯଦି ଜନମତ ସୃଷ୍ଟି ହୁଏ, ଆବଶ୍ୟକତା ଯଦି ଅନୁଭବ କରାଯାଏ, ବହୁତ କଥା କହିହବ ନିଶ୍ଚିତ ଭାବରେ। ଆମେ ଆଶା କରିବା କିଛି ନୂତନ ତଥ୍ୟ ନିଶ୍ଚିତ ଭାବରେ ଆଗକୁ ଆସିବ ଏବଂ ପୁରୀର ଯୋଉ ଇତିହାସ ରହିଛି, ଯୋଉ ପ୍ରତ୍ନତାତ୍ତ୍ୱିକ ଇତିହାସ, ତାର ଯୋଉ ଏଜ୍ ଅଫ୍ ଦ ସିଟି, ତା ସମ୍ପର୍କରେ ଜାଣିବା ପାଇଁ ଏଇ ପ୍ରକାର ଯୋଉ ଚେଷ୍ଟା ଚାଲିଛି ତାହା ସଫଳ ହେବ। ପ୍ରଭୁ ଜଗନ୍ନାଥ ସେଇ ଦିଗରେ କିଛି ସହାୟତା କରିବେ, ଏଇ ଆଶା ଆମେ କରୁଛେ। ଏବଂ ଇଞ୍ଜିନିୟର ସୁନୀଲ ବିଶ୍ୱାଳ ଭାଇ, ତାଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛେ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ। ଆଜି ସେ ଏତେ ସୁନ୍ଦର ଭାବରେ ଆମ ପାଖରେ ଉପସ୍ଥାପନ କରିଛନ୍ତି ଜିପିଆର କ'ଣ, କିପରି ଭାବରେ ରାଡାର କାମ କରେ, ଜଣେ ସାଧାରଣ ବ୍ୟକ୍ତି ବି କିପରି ଜାଣିପାରିବ ଯେ ବାସ୍ତବରେ ରାଡାରଟି କ'ଣ। ତଥ୍ୟ ଯୋଗାଇଥିବା ଯୋଗୁଁ ପୁଣି ଥରେ କୃତଜ୍ଞତା ଜଣାଇ ରେଡ଼ିଓ କୋରାପୁଟର ଶ୍ରୋତାମାନଙ୍କ ପାଖରୁ ପୁଣି ଥରେ ବିଦାୟ ନେଉଛି ମୁଁ। ଆଉ ଏକ ଏପିସୋଡରେ ଆଉ ଏକ କଥାକୁ ନେଇ ଆଉ ଏକ ବ୍ୟକ୍ତିତ୍ୱଙ୍କ ସହିତ ଦେଖାହବ। ସେଥି ପର୍ଯ୍ୟନ୍ତ ନମସ୍କାର। ନମସ୍କାର।